ବନ୍ଧୁ, ଭଗବାନଙ୍କୁ ନ ଡର ପଛେ କିନ୍ତୁ ନିଜ କର୍ମକୁ ଡର। କାରଣ କର୍ମର ଫଳ ଭଗବାନଙ୍କୁ ବି ଭୋଗିବାକୁ ପଡ଼ିଛି। ଯେଉଁ ମଣିଷ ପାଖରେ ସହିବାର ଶକ୍ତି ଥାଏ ତାକୁ ଏ ଦୁନିଆ କେବେ ବି ହରାଇ ପାରିନଥାଏ। ମନେ ରଖ, ନିଜର ଗୁପ୍ତ କଥା ସର୍ବଦା ଗୁପ୍ତ ରଖିବା ଉଚିତ। ସେ ଅତି ନିଜର ବନ୍ଧୁ ହେଉ କିମ୍ବା ସମ୍ପର୍କୀୟ ହେଉ, କାହା ଆଗରେ ବି କହିବା ଉଚିତ ନୁହେଁ। କାରଣ ମନୁଷ୍ୟର ସ୍ୱଭାବ ପରି ସମ୍ପର୍କ ବି ବଦଳିଥାଏ। ଆଉ ଆଜି ଯିଏ ମିତ୍ର, କାଲି ସେ ଶତ୍ରୁ ପାଲଟି ଯାଇପାରେ। ବନ୍ଧୁ, ପାଣି ନିଜର ସମ୍ପୂର୍ଣ୍ଣ ଜୀବନ ଦେଇ ବୃକ୍ଷକୁ ବଡ଼ କରିଥାଏ। ଏଥିପାଇଁ ବୋଧେ ପାଣି କାଠକୁ କେବେ ବୁଡ଼ିବାକୁ ଦେଇନଥାଏ। ଜାଣି ରଖ, ପଥର ସେ ପର୍ଯ୍ୟନ୍ତ ଶକ୍ତିଶାଳୀ ଅଛି ଯେ ପର୍ଯ୍ୟନ୍ତ ପାହାଡ଼ ସହିତ ମିଶିକରି ଅଛି। ପତ୍ର ସେ ପର୍ଯ୍ୟନ୍ତ ଶକ୍ତିଶାଳୀ ଅଛି ଯେ ପର୍ଯ୍ୟନ୍ତ ଗଛ ସହିତ ମିଶିକରି ଅଛି। ମଣିଷ ସେ ପର୍ଯ୍ୟନ୍ତ ଶକ୍ତିଶାଳୀ ଅଛି ଯେ ପର୍ଯ୍ୟନ୍ତ ପରିବାର ସହିତ ମିଶିକରି ଅଛି। ମନେ ରଖ, ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନୁହେଁ। ମଣିଷର ବ୍ୟବହାର ଦ୍ୱାରା ଶତ୍ରୁ ମିତ୍ର ସୃଷ୍ଟି ହୋଇଥାଏ। ସେମିତି ଜୀବନ ଯୁଦ୍ଧରେ ଜିତିବା ପାଇଁ ଜିଦି ଦରକାର, ନହେଲେ ଗୋଟିଏ ଡର ହିଁ ହାରିବା ପାଇଁ ଯଥେଷ୍ଟ ହୋଇଥାଏ। ଯଦି ତୁମେ ତୁମ ଚିନ୍ତାଧାରାକୁ ନିଜ ନିୟନ୍ତ୍ରଣରେ ରଖ, କୌଣସି ଅସୁବିଧାରେ ତୁମ ମନ ବିଚଳିତ ହେବ ନାହିଁ। ତେଣୁ ନିଜ ମନକୁ ନିଜ ଆୟତ୍ତରେ ରଖିବା ପାଇଁ ପ୍ରତିଦିନ ସକାଳୁ ଧ୍ୟାନ କରିବା ଆରମ୍ଭ କରନ୍ତୁ। ଜୀବନରେ ଏତେ ବି କୁହନ୍ତୁ ନାହିଁ ଯେ ଲୋକମାନେ ଆପଣଙ୍କ ଚୁପ୍ ହେବାକୁ ଅପେକ୍ଷା କରିଥିବେ। କେବଳ ଅଳ୍ପ କହିକି ଚୁପ୍ ହୋଇଯାଆନ୍ତୁ। ଦେଖିବେ, ଲୋକମାନେ ଆପଣଙ୍କ କଥା ଶୁଣିବାକୁ ବ୍ୟାକୁଳ ହେବେ। ବନ୍ଧୁ, କାହାକୁ ପ୍ରେମ କରିବା ବଡ଼ କଥା ନୁହେଁ, କାହାର ପ୍ରେମକୁ ପାଇଯିବା ହିଁ ବଡ଼ କଥା ହୋଇଥାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ହେ ଅର୍ଜୁନ, ଯିଏ ସବୁବେଳେ ମୋର ସ୍ମରଣ କରନ୍ତି କିମ୍ବା ଏକାଗ୍ରତା ସହିତ ମୋତେ ଭକ୍ତି କରନ୍ତି, ମୁଁ ବ୍ୟକ୍ତିଗତ ଭାବରେ ତାଙ୍କର କଲ୍ୟାଣ କରିଥାଏ। ହେ ପାର୍ଥ, ଯେଉଁମାନେ ଭକ୍ତିରେ ଶ୍ରଦ୍ଧା କରିନଥାନ୍ତି ସେମାନେ ମୋତେ ପ୍ରାପ୍ତ ହୋଇପାରନ୍ତି ନାହିଁ।